ନମସ୍କାର, ଜୟ ଜଗନ୍ନାଥ। ଯେଉଁ ମହିଳାମାନେ ଖାଦ୍ୟ ରାନ୍ଧି ସାରିବା ପରେ ଗ୍ୟାସ୍ ଚୁଲା ଧୋଇ ଦିଅନ୍ତି, ତେବେ ସେମାନେ କାନ ଖୋଲି ଶୁଣି ନିଅନ୍ତୁ। କ'ଣ ତୁମେ ଠିକ୍ କରୁଛ? ଏହା କ'ଣ ଘରର ଉନ୍ନତିର କାରଣ ନା ବର୍ବାଦୀର କାରଣ ହୋଇଥାଏ? ଯେଉଁଠି ଏହି ଛୋଟ ଭୁଲ ଆପଣଙ୍କ ଘରେ ବଡ଼ ସଙ୍କଟ ନ ଆଣି ଦେଉ। ହଁ, ଶାସ୍ତ୍ରରେ ଲେଖା ଅଛି, ଚୁଲା କେବଳ ଲୁହା କିମ୍ବା ଷ୍ଟିଲର ପଦାର୍ଥ ନୁହେଁ, ବରଂ ଏହା ସ୍ୱୟଂ ମା ଲକ୍ଷ୍ମୀଙ୍କ ଆସନ ଅଟେ। ଦର୍ଶକ ବନ୍ଧୁ, ଆପଣ ଦେଖିଥିବେ ଯେ ଅନେକ ଘରେ ମହିଳାମାନେ ବହୁତ ପରିଶ୍ରମରେ ଖାଦ୍ୟ ରାନ୍ଧନ୍ତି ଓ ରାନ୍ଧି ସାରିବା ପରେ ତୁରନ୍ତ ଗ୍ୟାସ୍ ଚୁଲା ଧୋଇ ଦିଅନ୍ତି। କିନ୍ତୁ ଏହା ଠିକ୍ କି? ଶାସ୍ତ୍ର କହେ ପ୍ରତ୍ୟେକ ଘରର ଗ୍ୟାସ୍ ଚୁଲା ଜୀବନ୍ତ ହୋଇଥାଏ। ସେ ଆପଣଙ୍କ ପରିବାରର ଖୁସି ସହିତ ସିଧାସଳଖ ଜଡ଼ିତ ହୋଇ ରହିଥାଏ। ଗରୁଡ଼ ପୁରାଣ ଅନୁସାରେ ଏହାର ବିସ୍ତୃତ ବର୍ଣ୍ଣନା କରିବା। ଏହା କୌଣସି ସାଧାରଣ ଗ୍ରନ୍ଥ ନୁହେଁ, ବରଂ ଏକ ଦିବ୍ୟ ଗ୍ରନ୍ଥ ଯେଉଁଠାରେ ମନୁଷ୍ୟର ଛୋଟ ମୋଟ ଅଭ୍ୟାସ ବିସ୍ତୃତ ଭାବରେ ଲେଖା ହୋଇଛି ଏବଂ ସେଥିରେ କୁହାଯାଇଛି ଯେ ରୋଷେଇ ଚୁଲା ଏହି ଦୁଇଟି ଆପଣଙ୍କ ଘରର ସୁଖ, ଶାନ୍ତି ଓ ଆୟୁ ଉପରେ ବିଶେଷ ପ୍ରଭାବ ପକାଇଥାଏ। ତେବେ ଟିକିଏ ଭାବନ୍ତୁ ତ, ଯଦି ଚୁଲା ରାଗିଯାଏ, ତେବେ ଘରର ଉନ୍ନତି, ଘରର ସମ୍ପର୍କ, ଏମିତି ଘରର ଲୋକଙ୍କର ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଯାଇପାରେ। ତେଣୁ ଏହା ଜାଣିବା ଦରକାର ଯେ ରାନ୍ଧି ସାରିବା ପରେ ତୁରନ୍ତ ଗ୍ୟାସ୍ ଚୁଲା ଧୋଇବା ଉଚିତ କି ନୁହେଁ। କେଉଁ ଦିନମାନଙ୍କରେ ଚୁଲା ଧୋଇବା ଉଚିତ ହୋଇଥାଏ ଓ କେଉଁ ଦିନମାନଙ୍କରେ ଭୁଲରେ ବି ଏହି ଭୁଲ କରିବା ଉଚିତ ନୁହେଁ। ଆଜି ଆମେ ଏହି ଭିଡ଼ିଓ ମାଧ୍ୟମରେ ଆଉ ଗୋଟିଏ କଥା ମଧ୍ୟ କହିବୁ, ଚୁଲାର ପବିତ୍ରତା ବଜାୟ ରଖିବାର ସଠିକ୍ ଉପାୟମାନ କ'ଣ କ'ଣ। ଦର୍ଶକ ବନ୍ଧୁ, ଏହି ରହସ୍ୟ ଜାଣିବା ପ୍ରତ୍ୟେକ ଗୃହସ୍ଥଙ୍କ ପାଇଁ ଜରୁରୀ ଅଟେ। ତେଣୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଦେଖନ୍ତୁ। ହଁ, ନିଜ ଘରର ଉନ୍ନତି ଚାହୁଁଥିଲେ ଭିଡ଼ିଓଟିକୁ ଗୋଟିଏ ଛୋଟିଆ ଲାଇକ୍ କରି ଆମ ଚ୍ୟାନେଲ ସୋନା ରିତୁ ଲାଇଫଷ୍ଟାଇଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟରେ ଜୟ ମାତା ଲକ୍ଷ୍ମୀ ବୋଲି ନିଶ୍ଚିତ ଲେଖନ୍ତୁ। ଦର୍ଶକ ବନ୍ଧୁ, ଆମର ଶାସ୍ତ୍ର ଅନୁସାରେ ଘରର ଗ୍ୟାସ୍ ଚୁଲା କେବଳ ଏକ ଯନ୍ତ୍ର କିମ୍ବା ବାସନ ନୁହେଁ, ବରଂ ଏହା ପୂରା ପରିବାରର ସୁଖ, ସମୃଦ୍ଧି, ସ୍ୱାସ୍ଥ୍ୟ ଓ ମାନସିକ ଶାନ୍ତିର ଆଧାର ହୋଇଥାଏ। ଏହା କେବଳ ଲୁହାର ଢାଞ୍ଚା ନୁହେଁ, ବରଂ ଏହା ପରିବାରର ଅଗ୍ନିକୁଣ୍ଡ ହୋଇଥାଏ, ଯେଉଁଠାରେ ସ୍ୱୟଂ ଦେବତାମାନଙ୍କର ବାସସ୍ଥାନ ହୋଇଥାଏ। ରୋଷେଇ ଘରର ଚୁଲା ସବୁଠାରୁ ପବିତ୍ର ସ୍ଥାନ ଅଟେ। ଚୁଲାର ସିଧାସଳଖ ସମ୍ପର୍କ ଅଗ୍ନିଦେବଙ୍କ ସହିତ ଅଛି। ଗ୍ୟାସ୍ ଚୁଲା ସେହି ସ୍ଥାନ ଯେଉଁଠାରେ ଅନ୍ନ ପାକ ହୋଇଥାଏ ଓ ଶାସ୍ତ୍ରରେ କୁହାଯାଇଛି ଯେ ଅନ୍ନ ହିଁ ପ୍ରାଣ। ତେବେ ଭାବନ୍ତୁ, ଯଦି ପ୍ରାଣ ହିଁ ନ ରହିବ, ତେବେ ଜୀବନର ଅର୍ଥ କ'ଣ ରହିବ? ଗରୁଡ଼ ପୁରାଣରେ ଲେଖା ଅଛି, ଯତ୍ର ତତ୍ର ଅନ୍ନ ତତ୍ର ଲକ୍ଷ୍ମୀ, ଅର୍ଥାତ୍ ଯେଉଁଠାରେ ଅନ୍ନର ସମ୍ମାନ ହୋଇଥାଏ, ସେଠାରେ ମା ଲକ୍ଷ୍ମୀ ବାସ କରିଥାନ୍ତି ଓ ଅନ୍ନର ନିର୍ମାଣ କେଉଁଠାରେ ହୋଇଥାଏ? ଆମ ଘରର ଚୁଲା ଉପରେ। ତେଣୁ ଏହା କେବଳ ଗୋଟିଏ ଉପକରଣ ନୁହେଁ, ବରଂ ପୂଜନୀୟ ସ୍ଥାନ। ଚୁଲା ଉପରେ ପାକ ହୋଇଥିବା ରୁଟି ହିଁ ପୂରା ପରିବାରକୁ ଜୀବନ ଦେଇଥାଏ। ଯଦି ଚୁଲା ସଫାସୁତୁରା ଅଛି, ତେବେ ମା ଲକ୍ଷ୍ମୀ ପ୍ରସନ୍ନ ଥାନ୍ତି। କିନ୍ତୁ ଯଦି ସେହି ଚୁଲା ମଇଳା ହୋଇ କଳା ପଡ଼ିଯାଇଛି, ତେବେ ଅନ୍ନ ଅଶୁଦ୍ଧ ହୋଇଯାଏ, ଯାହାଦ୍ୱାରା ରୋଗ, ଶୋକ, କଳହ, ଧନର ଅଭାବ ଓ ମହିଳାମାନଙ୍କ ଜୀବନରେ ଦୁଃଖ ଆସିଥାଏ। ଗରୁଡ଼ ପୁରାଣରେ ଏହା ବି କୁହାଯାଇଛି ଯେ ଗ୍ୟାସ୍ ଚୁଲା ହେଉ କିମ୍ବା ପୁରୁଣା ମାଟି ଚୁଲା ହେଉ, ଦୁଇଟି ଯାକର ସିଧାସଳଖ ସମ୍ପର୍କ ଅଗ୍ନିଦେବତାଙ୍କ ସହିତ ଏବଂ ବେଦରେ ଅଗ୍ନିଦେବତାଙ୍କୁ ଦେବତାମାନଙ୍କର ମୁଖ୍ୟ ବୋଲି କୁହାଯାଇଛି। ଏହା ସେହି ଦେବତା ଯିଏ ଯଜ୍ଞରେ ଦିଆଯାଇଥିବା ଆହୁତିକୁ ଦେବତାମାନଙ୍କ ପାଖକୁ ପହଞ୍ଚାଇଥାନ୍ତି। ତେଣୁ ପ୍ରତ୍ୟେକ ଘରର ଚୁଲା ପ୍ରକୃତରେ ଘର ହିଁ ଯଜ୍ଞକୁଣ୍ଡ ହୋଇଥାଏ। ପୁରୁଣା ସମୟରେ ଯେତେବେଳେ ଦେବତାଙ୍କୁ ଭୋଗ ଚଢ଼ାଯାଉଥିଲା, ତାହାକୁ ଅଗ୍ନିରେ ଢଳାଯାଉଥିଲା। ଆଜି ବି ଯେତେବେଳେ ଘରର ମହିଳା ଚୁଲା ଜଳାଉଥାଏ, ତାହା ଅଜାଣତରେ ଗୋଟିଏ ଯଜ୍ଞ ଆରମ୍ଭ କରିଦେଇଥାଏ।
ତେବେ ଆସନ୍ତୁ ଆଉ ଗୋଟିଏ ରହସ୍ୟ ଜାଣିବା ମହିଳା ଓ ଚୁଲିର ଗଭୀର ସମ୍ପର୍କ ବିଷୟରେ। ଶାସ୍ତ୍ର କହେ ଯେ ସ୍ତ୍ରୀର ଦ୍ୱିତୀୟ ଘର ତା'ର ରୋଷେଇ ହୋଇଥାଏ ଓ ରୋଷେଇର ସବୁଠାରୁ ନିକଟତର ହେଉଛି ତା'ର ଚୁଲା। ତେଣୁ ଚୁଲା ସିଧାସଳଖ ଭାବେ ସ୍ତ୍ରୀର ଭାଗ୍ୟ ସହ ଜଡ଼ିତ ହୋଇ ରହିଥାଏ। ଯଦି ଚୁଲା ପବିତ୍ର ଅଛି ତେବେ ସ୍ତ୍ରୀର ଜୀବନ ସୁଖମୟ ରହିବ। ଯଦି ଚୁଲା ମଇଳା ଅଛି ଏବଂ ସଠିକ୍ ଭାବରେ ଉପଯୋଗ ହେଉନାହିଁ ତେବେ ଏହା ସ୍ତ୍ରୀର ଜୀବନକୁ ରୋଗ, ଶୋକ ଓ କଳହପୂର୍ଣ୍ଣ କରି ଦେଇଥାଏ। ଏହା ବାସ୍ତୁଦୋଷ ଓ ପିତୃଦୋଷକୁ ମଧ୍ୟ ଜନ୍ମ କରିଥାଏ। ସେଥିପାଇଁ ଶାସ୍ତ୍ରରେ ଗ୍ୟାସ୍ ଚୁଲା କିମ୍ବା କୌଣସି ଚୁଲାର ଉପଯୋଗ ପାଇଁ କିଛି କଠୋର ନିୟମ କୁହାଯାଇଛି। ଯଦି ଏହାର ପାଳନ କରାଯାଏ ତେବେ ଚୁଲାର ଅଶୁଦ୍ଧି ପରିବାରର ସ୍ତ୍ରୀର ମାନସିକ ଶାନ୍ତି ଓ ପାରିବାରିକ ସନ୍ତୁଳନକୁ ବିଗାଡ଼ି ଦିଏ। ଚୁଲାର ଅବସ୍ଥା ହିଁ ଘରର ଲକ୍ଷ୍ମୀଙ୍କର ଦଶା କହିଦେଇଥାଏ। ତେଣୁ ଚୁଲାକୁ କେବେ ହେଲେ ମଇଳା ଭାଙ୍ଗି ଯାଇଥିବା କିମ୍ବା ଉପେକ୍ଷିତ କରି ଛାଡ଼ନ୍ତୁ ନାହିଁ। ଏବେ କଥା ହେବା ସେହି ରହସ୍ୟ ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ। ତାହା ହେଉଛି ଘରର ଚୁଲା, ତାହା ହେଉଛି ଚୁଲାର ଦିଗ। ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇର ସ୍ଥାନ ଓ ଚୁଲାର ଦିଗ ସିଧାସଳଖ ଭାବରେ ଆପଣଙ୍କ ଘରର ଉନ୍ନତି, ସୁଖ ଓ ଶାନ୍ତି ସହିତ ଜଡ଼ିତ। ରୋଷେଇର ସବୁଠାରୁ ଶୁଭ ସ୍ଥାନ ହେଉଛି ଦକ୍ଷିଣ ପୂର୍ବ ଦିଗ, ଯାହାକୁ ଅଗ୍ନିକୋଣ କୁହାଯାଏ। ତେଣୁ ଏହି ଅଗ୍ନିକୋଣରେ ହିଁ ଚୁଲା ରଖନ୍ତୁ। ଯେତେବେଳେ ଘରର ଅଗ୍ନିକୋଣରେ ଗ୍ୟାସ୍ ଚୁଲା ରହିଥାଏ ସେଠାରେ ଦେବୀ ଦେବତାଙ୍କର ବାସ ହୋଇଥାଏ। ଖାଦ୍ୟ ରାନ୍ଧିବା ବେଳେ ମହିଳାମାନଙ୍କ ମୁଖ କେଉଁ ଦିଗକୁ ହେବା ଉଚିତ? ଶାସ୍ତ୍ର କହେ ପୂର୍ବ ଦିଗ ଆଡ଼କୁ, ନଚେତ୍ ଉତ୍ତର ଦିଗ ଆଡ଼କୁ, କାରଣ ଏହି ଦିଗକୁ ବହୁତ ଶୁଭ ମନାଯାଏ। ଯେଉଁ ସ୍ତ୍ରୀ ଏହି ଦିଗ ଆଡ଼କୁ ମୁଖ କରି ରୋଷେଇ କରେ ସ୍ୱୟଂ ମା ଲକ୍ଷ୍ମୀ ସେହି ଭୋଜନକୁ ଆଶୀର୍ବାଦ କରିଥାନ୍ତି। ଯଦି ଚୁଲା ପଶ୍ଚିମ କିମ୍ବା ଉତ୍ତର ଦିଗରେ ଅଛି ତେବେ ସେ ଘରର ଧନ କେବେ ବି ଠିକ୍ ହୋଇ ରହିନଥାଏ। ଯେତେବେଳେ ଉପାର୍ଜନ କଲେ ମଧ୍ୟ ବ୍ୟର୍ଥ ଯାଇଥାଏ। ଯଦି ଚୁଲା ଦକ୍ଷିଣ କିମ୍ବା ନୈಋତ୍ୟ କୋଣରେ ଅଛି ତେବେ ସେହି ଘରର ଲୋକମାନଙ୍କୁ ରୋଗ କିମ୍ବା ଦୁର୍ଘଟଣାର ସାମ୍ନା କରିବାକୁ ପଡ଼େ। ଯଦି ଭୁଲରେ ଚୁଲା ଈଶାନ କୋଣରେ ଥାଏ ତେବେ ଏହାକୁ ସବୁଠାରୁ ବଡ଼ ଦୋଷ ବୋଲି ମନାଯାଏ। ଏହି ସ୍ଥାନରେ ଚୁଲା ରହିଲେ ଦେବତାମାନେ କ୍ରୋଧିତ ହୋଇଥାନ୍ତି ଓ ପିତୃଦୋଷ ଲାଗିଥାଏ। ପରିବାରର ଲୋକମାନେ ନିଜ ନିଜ ଭିତରେ ଝଗଡ଼ା ଲାଗନ୍ତି। ଘରେ ନକାରାତ୍ମକ ଶକ୍ତି ବଢ଼ିଥାଏ। ତେଣୁ ଶାସ୍ତ୍ର ସବୁବେଳେ ଚେତାବନୀ ଦେଇଥାଏ କି ଚୁଲାକୁ କଦାପି ଦକ୍ଷିଣ, ପଶ୍ଚିମ ଓ ଈଶାନ କୋଣରେ ରଖନ୍ତୁ ନାହିଁ। ସବୁଠାରୁ ଶୁଭ ସ୍ଥାନ ହେଉଛି ଦକ୍ଷିଣ ପୂର୍ବ ଅର୍ଥାତ୍ ଅଗ୍ନିକୋଣ। ଏବେ କଥା ହେବା ଚୁଲା ସଫାଇର ନିୟମାବଳୀ ବିଷୟରେ। ପ୍ରତ୍ୟେକ ମହିଳା ରୋଷେଇ ଘରକୁ ସଫା ରଖିଥାନ୍ତି। ପୁରାଣ, ଧର୍ମଶାସ୍ତ୍ର ଓ ବାସ୍ତୁଶାସ୍ତ୍ର କହେ ଯେ ଯେଉଁ ସ୍ତ୍ରୀ ମନ ଓ ଶରୀରରୁ ଶ୍ରଦ୍ଧା ଓ ପ୍ରେମର ସହ ଚୁଲାକୁ ସଫା କରିଥାଏ ତା'ର ଘରୁ ରୋଗ ଦୂରାଇ ଯାଇଥାଏ। ପତି ପତ୍ନୀ ମଧ୍ୟରେ ପ୍ରେମ ଓ ବୁଝାମଣା ରହିଥାଏ। ସବୁଠାରୁ ବଡ଼ କଥା ହେଉଛି ସେହି ଘରେ ଧନଧାନ୍ୟର କେବେ ବି ଅଭାବ ହୋଇନଥାଏ। ରୋଷେଇରୁ ନିର୍ଗତ ସକାରାତ୍ମକ ଊର୍ଜା ପୂରା ପରିବାରକୁ ପ୍ରଭାବିତ କରିଥାଏ। ଯଦି ରୋଷେଇ ଘର ପବିତ୍ର ଅଛି ତେବେ ଘରେ ସୁଖ ଶାନ୍ତି ସ୍ଥାୟୀ ହୋଇ ରହିଥାଏ। ସେଥିପାଇଁ ଶାସ୍ତ୍ର କହେ କଳିଯୁଗର ସବୁଠାରୁ ପବିତ୍ର ସ୍ଥାନ କୌଣସି ମନ୍ଦିର ନୁହେଁ ବରଂ ଆପଣଙ୍କ ଘରର ରୋଷେଇ ଘର। କିନ୍ତୁ ଦୁଃଖର କଥା ବହୁତ ଲୋକ ଏହାର ପବିତ୍ରତାକୁ ବୁଝିପାରିନଥାନ୍ତି। ସେମାନଙ୍କୁ ଲାଗେ ଯେ ରୋଷେଇ ଘର କେବଳ ଏକ ସ୍ଥାନ ଯେଉଁଠାରେ ପାକ ପ୍ରସ୍ତୁତ ହୁଏ। କିନ୍ତୁ ପ୍ରକୃତ ସତ୍ୟ ହେଉଛି ଏହି ସ୍ଥାନରେ ସ୍ୱୟଂ ଅଗ୍ନି ଦେବତା ମା ଲକ୍ଷ୍ମୀ, ମା ଅନ୍ନପୂର୍ଣ୍ଣା ବାସ କରିଥାନ୍ତି। ଏବେ ରୋଷେଇ ଘର ସଫାଇର କିଛି କଠିନ ନିୟମ ବିଷୟରେ ଜାଣିବା। ପ୍ରଥମ ନିୟମ, ସକାଳେ ସୂର୍ଯ୍ୟ ଉଦୟ ପରେ ହିଁ ଚୁଲା ଜଳାନ୍ତୁ। ଅର୍ଦ୍ଧରାତ୍ରିରେ ଚୁଲା ଜଳାଇବା ଶାସ୍ତ୍ରରେ ନିଷେଧ ମନାଯାଇଛି।
ଏପରି କରିବାରୁ ଅଗ୍ନି ଦେବତାଙ୍କର ଅପମାନ ହୋଇଥାଏ ଓ ଘରେ ଦାରିଦ୍ର୍ୟତା ପ୍ରବେଶ କରିଥାଏ। ଦ୍ୱିତୀୟ ନିୟମ, ଚୁଲା ଜଳାଇବା ପୂର୍ବରୁ ତାକୁ ପ୍ରଣାମ କରନ୍ତୁ। ହଳଦୀ ପାଣି ଓ ଗୋମୂତ୍ର ହାତରେ ନେଇ ଚୁଲାକୁ ଛୁଅନ୍ତୁ। ଯଦି ଘରେ ଗଙ୍ଗାଜଳ ଅଛି ତେବେ ଛିଞ୍ଚାଡ଼ି ଦିଅନ୍ତୁ। ଏହାଦ୍ୱାରା ଚୁଲା ପବିତ୍ର ହୋଇଯାଏ ଓ ଅଗ୍ନିଦେବ ପ୍ରସନ୍ନ ହୋଇଥାନ୍ତି। ଏହି ନିୟମ ପ୍ରତିଦିନ ନ କରିପାରିଲେ ସପ୍ତାହରେ ଥରେ ନିଶ୍ଚୟ କରନ୍ତୁ। ତୃତୀୟ ନିୟମ, କେବେ ବି ସଫା ନ କରି ଚୁଲା ଉପରେ ଖାଦ୍ୟ ରାନ୍ଧନ୍ତୁ ନାହିଁ। ଶାସ୍ତ୍ର କହେ ଯେ ମହିଳା ଚୁଲା ଉପରେ ପ୍ରସ୍ତୁତ ହୋଇଥିବା ଭୋଜନ ଅଶୁଦ୍ଧ ହୋଇଥାଏ। ଏହି ଭୋଜନ ଗ୍ରହମାନଙ୍କୁ ଓ ଦେବତାମାନଙ୍କୁ ଅପ୍ରସନ୍ନ କରିଥାଏ। ସପ୍ତାହରେ ଗୋଟିଏ ଥର ବିଶେଷ ସଫାଇ ନିଶ୍ଚୟ କରନ୍ତୁ। ଲେମ୍ବୁ ଲୁଣ ମିଶାଇ ଚୁଲାରେ ଜଳିଯାଇଥିବା ଅଂଶରେ ଘଷନ୍ତୁ। ଚୁଲାର ତଳେ ଜମା ହୋଇଥିବା ତେଲକୁ ଭଲ ଭାବରେ ସଫା କରନ୍ତୁ। ସବୁଠାରୁ ବଡ଼ କଥା, ଗ୍ୟାସ୍ ପାଇପ୍କୁ ଓଦା କପଡ଼ାରେ ପୋଛିବାକୁ ଭୁଲନ୍ତୁ ନାହିଁ, କାରଣ ସେଠାରେ ହିଁ ଅଧିକ ମଇଳା ଓ ନକାରାତ୍ମକ ଜମା ହୋଇ ରହିଥାଏ। ଏହି ଛୋଟ ଛୋଟ ଭୁଲ ଆମ ଘରର ସୁଖ ଶାନ୍ତିକୁ ଛଡ଼େଇ ନେଇଯାଇଥାଏ। ଶାସ୍ତ୍ର କହେ ଯେ ସ୍ନାନ ନ କରି ରୋଷେଇ ଘରକୁ ପ୍ରବେଶ ନିଷେଧ। ଆଧୁନିକ ଜୀବନଚର୍ଯ୍ୟାକୁ ଆପଣେଇ ଯାଉଥିବା ମହିଳାମାନେ ସ୍ନାନ ନ କରି ରୋଷେଇ ଘରକୁ ପ୍ରବେଶ କରିଥାନ୍ତି। କିନ୍ତୁ ଏହା କାହିଁକି ନିଷେଧ, ତାହା ଆମେ ଆପଣମାନଙ୍କୁ ବିସ୍ତୃତ ଭାବରେ ବର୍ଣ୍ଣନା କରିବୁ। ଯଦି ସ୍ତ୍ରୀ ଲୋକଟି ସ୍ନାନ ନ କରି ଚୁଲାକୁ ଛୁଏଁ, ତେବେ ରୋଷେଇର ଊର୍ଜା ଅଶୁଦ୍ଧ ହୋଇଯାଇଥାଏ। ଏହି ଅଶୁଦ୍ଧତାର ପ୍ରଭାବ ସିଧାସଳଖ ଅନ୍ନ ଉପରେ ପଡ଼େ। ଅନ୍ନ ଦୋଷର ପରିଣାମ ହେଉଛି ଖାଦ୍ୟପେୟର ଅଭାବ ଲାଗି ରହିବା। ରୋଷେଇର ଡବାମାନେ ଖାଲି ହେବାକୁ ଲାଗନ୍ତି। ଧନର ଅଭାବ ମଧ୍ୟ ଦେଖାଯାଏ। ଦ୍ୱିତୀୟ ଭୁଲରେ ବି ରାତିରେ ମହିଳା ଚୁଲା ନ ପୋଛି ଶୋଇପଡ଼ିବା। ଏପରି ଅଭ୍ୟାସ କରିବା ଦ୍ୱାରା ଆପଣଙ୍କ ଘରକୁ ଦୁଃଖ, ଦାରିଦ୍ର୍ୟତା ଓ ସଙ୍କଟ ମାଡ଼ି ଆସିଥାଏ। ତୃତୀୟ ଭୁଲ, ଚୁଲାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସଫା ନ କରିବା। ଅନେକ ମହିଳା ଚୁଲାକୁ ମାସ ମାସ ଧରି ସଫା କରନ୍ତି ନାହିଁ। କାରଣ ହେଉଛି ଆଳସ୍ୟ କିମ୍ବା ସମୟର ଅଭାବ, କିନ୍ତୁ ଏହାର ପରିଣାମ ସବୁବେଳେ କ୍ଷତିଦାୟକ ହୋଇଥାଏ। ଚତୁର୍ଥ ଭୁଲ, ଚୁଲା ପାଖରେ ଅଇଁଠା ବାସନ ରଖିବା। ଏହି ଭୁଲ ଉଭୟ ପୁରୁଷ ଓ ମହିଳାମାନେ କରିଥାନ୍ତି। ମନେ ରଖନ୍ତୁ ଦର୍ଶକ ବନ୍ଧୁ, ଚୁଲା ହେଉଛି ପବିତ୍ର ସ୍ଥାନ। ଚୁଲା ପାଖରେ ଅଇଁଠା ପଡ଼ି ରହିଲେ ନକାରାତ୍ମକ ଓ ବାସ୍ତୁ ଦୋଷ ଲାଗିଥାଏ। ପଞ୍ଚମ ଭୁଲ, ଚୁଲା ଉପରେ ସାମଗ୍ରୀ ରଖିବା। ମହିଳାମାନେ ଚୁଲା ଉପରେ ଡବା କିମ୍ବା କୌଣସି ସାମଗ୍ରୀ ରଖିଦିଅନ୍ତି, କିନ୍ତୁ ଏପରି କରିବା ଦ୍ୱାରା ଚୁଲାର ଊର୍ଜାର ପ୍ରଭାବ ନଷ୍ଟ ହୋଇଯାଇଥାଏ। ଏହା ସିଧାସଳଖ ଘରର କାମକାର୍ଯ୍ୟ ଉପରେ ପଡ଼ିଥାଏ। ଯୋଜନାମାନ ଅଧୁରା ରହିଯାଏ ଓ ଉନ୍ନତି ହ୍ରାସ ପାଇବାକୁ ଲାଗେ। ତେଣୁ ମହିଳାମାନଙ୍କୁ ବିଶେଷ ଭାବରେ ଏହି କଥାର ଧ୍ୟାନ ରଖିବା ଦରକାର। ସ୍ନାନ ନ କରି ଚୁଲିକୁ ଛୁଅନ୍ତୁ ନାହିଁ। ଅଇଁଠା ବାସନ ଗ୍ୟାସ୍ ପାଖରେ ରଖନ୍ତୁ ନାହିଁ। ଗ୍ୟାସ୍ ମଇଳା କରି ଛାଡ଼ନ୍ତୁ ନାହିଁ ଏବଂ ଚୁଲା ଉପରେ ସାମଗ୍ରୀ ରଖନ୍ତୁ ନାହିଁ। ସକାଳେ ଓ ସନ୍ଧ୍ୟା ସମୟରେ ନିହାତି ଭାବରେ ଚୁଲା ଜାଳନ୍ତୁ। ତାହା ସହିତ ଶ୍ରଦ୍ଧାର ସହିତ ଗାୟତ୍ରୀ ମନ୍ତ୍ର ଓ ଓଁ ଆଗ୍ନେୟ ନମଃ କହି ଗ୍ୟାସ୍ ଚୁଲା ପ୍ରଜ୍ୱଳିତ କରନ୍ତୁ। ଯଦି ଆପଣ ଏହି ଚୁଲାକୁ ଆଦର କରିବେ, ତେବେ ଏହା ମଧ୍ୟ ଆପଣଙ୍କୁ ସମୃଦ୍ଧି ଓ ଆଶୀର୍ବାଦ ଦେବ। ଚୁଲା ଓ ପାଣିକୁ ଏକା ସାଥିରେ ରଖନ୍ତୁ ନାହିଁ। ଏହା ବାସ୍ତୁ ଦୋଷ ନିର୍ମାଣ କରିଥାଏ। ତେଣୁ ଏହାକୁ ଅଲଗା ଅଲଗା ଦିଗରେ ରଖନ୍ତୁ। ଚୁଲାକୁ ପ୍ରତ୍ୟେକ ଦିନ ସଫାଇ କରନ୍ତୁ। ଦର୍ଶକ ବନ୍ଧୁ, ପ୍ରଶ୍ନ ଥିଲା ଯେ ରୋଷେଇ ଘରେ ତୁରନ୍ତ ଗ୍ୟାସ୍ ଚୁଲା ସଫା କରିବା ଉଚିତ କି ନୁହେଁ? ନା, ଆଦୌ ନୁହେଁ। ରୋଷେଇ ସରିବା ସଙ୍ଗେ ସଙ୍ଗେ ଗ୍ୟାସ୍ ପୋଛନ୍ତୁ ନାହିଁ। ଚୁଲା ଥଣ୍ଡା ହେବା ପରେ ଧୋଇ ପାରିବେ। ଚୁଲା ଗରମ ଥିବା ଅବସ୍ଥାରେ ଧୋଇଲେ ଚୁଲା ନଷ୍ଟ ହୋଇଯାଇଥାଏ, ଯାହା ଆଦୌ ଠିକ୍ ନୁହେଁ। ଦର୍ଶକ ବନ୍ଧୁ, ଭିଡ଼ିଓଟିକୁ ଏହିଠାରେ ଶେଷ କରୁଛି। ଆପଣମାନେ ମୋର ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ମୁଁ ଆପଣମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି।
ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଗୋଟିଏ ଛୋଟିଆ ଲାଇକ୍ କରି ଆମ ଚ୍ୟାନେଲ୍ ସୋନା ରିତୁ ଲାଇଫଷ୍ଟାଇଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟରେ ଜୟ ମାତା ଲକ୍ଷ୍ମୀ ବୋଲି ନିଶ୍ଚିତ ଲେଖନ୍ତୁ। ଏହାଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କର ମଙ୍ଗଳ କରିବେ। ନମସ୍କାର।